ମଧ୍ୟଖଣ୍ଡ ଗ୍ରାମର ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଦୀପ ଯଜ୍ଞ ପ୍ରତିବର୍ଷ ଭଳି ଜାଗରରେ ଏହି ବର୍ଷ ମଧ୍ୟ ପାଳନ କରାଯାଇଛି। ମଧ୍ୟଖଣ୍ଡ ଗ୍ରାମର ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଆଜକୁ 11 ବର୍ଷ ଧରି ଦୀପ ଯଜ୍ଞ ପାଳିତ ହୋଇ ଆସୁଛି। ଜାଗର ଦିନ ଅଷ୍ଟପ୍ରହରୀ ନାମଯଜ୍ଞ ସହ ଶ୍ରଦ୍ଧାଳୁମାନଙ୍କ ହୁଳହୁଳି ଓ ନଦିଆ କୀର୍ତ୍ତନର ହରେ କୃଷ୍ଣ ହରିରାମ ଶବ୍ଦରେ ସାରା ପରିବେଶ ଆଧ୍ୟାତ୍ମିକତାର ସୁଗନ୍ଧରେ ପ୍ରକମ୍ପିତ ହୋଇଥିଲା। ଉପସ୍ଥିତ ସମସ୍ତ ଗ୍ରାମବାସୀ ବୃନ୍ଦ ଓ ଆଖପାଖ ଅଞ୍ଚଳରୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ନିମିତ୍ତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଆନନ୍ଦ ଉଲ୍ଲାସର ସହ ମଧ୍ୟଖଣ୍ଡ ଗ୍ରାମର ବାସୀ ଏହାକୁ ପାଳନ କରିଥିଲେ। ତେବେ ଏହି ଜାଗର ଦିବସରେ ଦଶପଲ୍ଲା ବିଧାୟକ ରମେଶ ବେହେରା ଯୋଗ ଦେଇଥିବାର ଦେଖାଯାଇଛି। ତାଙ୍କ ସହିତ ଦଶପଲ୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ବେହେରା, ମଧ୍ୟଖଣ୍ଡ ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ, ପ୍ରହ୍ଲାଦ ପରିଡ଼ା ଏବଂ ୱାନ୍ କଣ୍ଟ୍ରାକ୍ଟର ପ୍ରଶାନ୍ତ କୁମାର ଦାସ, ରଞ୍ଜନ କୁମାର ନାୟକ, ପୁରୁଷୋତ୍ତମ ଡାକୁଆ, ମୃତ୍ୟୁଞ୍ଜୟ ପ୍ରଧାନ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ। ଅନ୍ୟାନ୍ୟ କର୍ମୀ ଓ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଦଶପଲ୍ଲାରୁ ବଳଭଦ୍ର କରଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।